ଯେତେବେଳେ ଲଢ଼େଇ ନିଜ ଲୋକଙ୍କ ସହିତ ହୁଏ ସେତେବେଳେ ହାରିବା ଜରୁରୀ ହୋଇଯାଏ। ଆଉ ଯେତେବେଳେ ଲଢ଼େଇ ନିଜ ସହିତ ହୁଏ ସେତେବେଳେ ଜିତିବା ଜରୁରୀ ହୋଇଯାଏ। କାରଣ ଜୀବନ ସହଜ ନୁହେଁ, ଏହାକୁ ସହଜ କରିବାକୁ ପଡ଼ିଥାଏ। ପୁରୁଷମାନଙ୍କ ଏହି ଅଭ୍ୟାସ ଘରକୁ ଅଶାନ୍ତି ଓ ଦୁର୍ଭାଗ୍ୟ ଆଣିଥାଏ। ତେବେ ଆସନ୍ତୁ ଜାଣିବା ଏହି ଅଭ୍ୟାସ ଗୁଡ଼ିକ କ'ଣ କ'ଣ। ପତ୍ନୀଙ୍କୁ ସହଧର୍ମିଣୀ ନୁହେଁ ବୋଝ ବୋଲି ଭାବିବା। ଝିଅ ଜନ୍ମ ହେଲେ ଖୁସି ହେବାରୁ ବଞ୍ଚି ଘରେ ଅଶାନ୍ତି କରିବା। ପତ୍ନୀ ସଞ୍ଚୟ କରିଥିବା ଟଙ୍କାକୁ ନେଇଯିବା। ସମସ୍ତଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଅପମାନ କରିବା। ପତ୍ନୀଙ୍କୁ ନିଜ ଦୈନିକ ଖର୍ଚ୍ଚ ପାଇଁ ଟଙ୍କା ନ ଦେବା। ପିଲାମାନଙ୍କୁ ମାଡ଼ ମାରିବା କିମ୍ବା ଅତ୍ୟାଚାର କରିବା। ଅନ୍ୟ ସ୍ତ୍ରୀଙ୍କ ସହିତ ଅନୈତିକ ସମ୍ପର୍କ ରଖିବା। ସବୁବେଳେ ନିଶା ଜାତୀୟ ପଦାର୍ଥ ସେବନ କରିବା। ସୁଖ ଦୁଃଖରେ ସହଭାଗୀ ନ ହୋଇ ନିଜକୁ ଅଲଗା ରଖିବା। ପତ୍ନୀଙ୍କ କଥାକୁ କେବେ ଗୁରୁତ୍ୱ ନ ଦେବା। ମା ବାପାଙ୍କୁ ଅବହେଳା କରିବା। ପାରିବାରିକ ଖର୍ଚ୍ଚରେ ସହଯୋଗ କରିବାରୁ ଏଡ଼ାଇବା। ସଦା ରାଗ ମନୋଭାବ ରଖିବା ଓ ଅଳ୍ପ କଥାରେ ଗାଳିଗୁଲଜ କରିବା। ଧର୍ମ ପୂଜା ସତ୍କାର୍ଯ୍ୟ ପ୍ରତି ଅନାଦର କରିବା। ପିଲାମାନଙ୍କୁ ଶିକ୍ଷା ଓ ସଂସ୍କାର ଦେବାରୁ ବଞ୍ଚିତ କରିବା। ଏହିସବୁ ଅଭ୍ୟାସ ଘରର ଲକ୍ଷ୍ମୀଙ୍କୁ ଦୂର କରିଥାଏ ଓ ପାରିବାରିକ ଜୀବନକୁ ଅଶାନ୍ତି କରିଦେଇଥାଏ। ସାଙ୍ଗମାନେ, ପିଲାମାନଙ୍କ ପ୍ରତି ବାପା ମାଆଙ୍କର ଦାୟିତ୍ୱ, ସ୍ନେହ, ପ୍ରେମ, ଭଲ ପାଇବା, ଯତ୍ନ ଏସବୁ କେତେବେଳେ ସାକାର ହୋଇଥାଏ ଆପଣମାନେ ଜାଣିଛନ୍ତି କି? ଯେତେବେଳେ ପରିଣତ ବୟସରେ ନିଜ ପିଲାମାନେ ବାପା ମାଆଙ୍କୁ ହତାଦର ନ କରି ତାଙ୍କ ପାଖରେ ରଖି ତାଙ୍କର ସେବା ଶୁଶ୍ରୂଷା କରନ୍ତି, ଆଉ ସେମାନେ ଧରିବାକୁ ଯାଉଥିବା ଆଶ୍ରାବାଡ଼ିକୁ ଫୋପାଡ଼ି ଦେଇ ନିଜେ ପାଲଟି ଯାଆନ୍ତି ଗୋଟିଏ ଆଶ୍ରାବାଡ଼ି, ସେତେବେଳେ ବାପା ମାଆଙ୍କର ସବୁ ଶ୍ରମ ସାର୍ଥକ ହୋଇଯାଏ। ଏଭଳି ପୁତ୍ର ବା କନ୍ୟାଟିଏ ଜନ୍ମ କରି ସେମାନେ ଧନ୍ୟ ହୋଇଗଲେ ବୋଲି ନିଜକୁ ଭାବନ୍ତି। ତେଣୁ ପରିଣତ ବୟସରେ କେବେ ବି ନିଜ ବୃଦ୍ଧ ପିତାମାତାଙ୍କୁ ହତାଦର କରନ୍ତୁ ନାହିଁ ଅବା ସେମାନଙ୍କୁ ଦୂରେଇ ଦିଅନ୍ତୁ ନାହିଁ। କାହିଁକି ନା ବାସ୍ତବରେ ସେମାନେ ହିଁ ହେଉଛନ୍ତି ଜୀବନ୍ତ ଠାକୁର।